ମୋ ଅତା ପତା ବି ପାଇବୁନୁ। ଶୁଣ, ମୋ ଅତା ପତା ବି ପାଇବୁନୁ, ଆଉ ତୁ ବି କେତେବେଳେ ଉଡିଯିବୁ ଯଦି ତତେ ବି ଅତା ପତା ମିଳିବନି। ଭାଇ ତତେ ଭଲରେ ମୁଁ ଗୋଟେ କଥା କହିଲି, ବାରମ୍ବାର ଗୋଟେ କଥା କହୁଛି, ଦେଖି ଭାଇ ସେ ଝିଅ ଯଦି ତୋ ନାଗି ଖରାପ, ତୁ ଛାଡିଦେ ତାକୁ, ତତେ ମିଳିବନି କେହି। ତତେ କହିଥିଲି ନା ରାସ୍ତାରେ କଥା ଶୁଣ, ରାସ୍ତାରେ ଡିସ୍ପ୍ୟୁଟ କଥା ହଉଛି, ସେଟା ସାଉଣ୍ଡ ଯାଉଛି ତତେ କିଏ କଥା ତତେ କହିନି ବଦମାସି ମୋ ସାଙ୍ଗରେ କରନା। ଏଇଟା ତତେ କହିଲି ପରା, ରାସ୍ତାରେ ଲୋକ ଯାଉଛନ୍ତି ଘର କତରୁ ଡାଇରେକ୍ଟ ବାହାରିବୁ ମରିଯିବୁ। ହଁ ତୁ ଆଇନା, ତୁ ଆଏ, ତୁ ଜାଣିଛୁ ନା ସୁଜିତ। ହଁ ହଁ ମୁଁ ତତେ ଜାଣିଛି ଭଲର, ମୁଁ ତତେ ଭଲର ତ ତୋ ସାଙ୍ଗରେ ମୁଁ କଥା ହେଇନି, ତୁ ଖରାପ ଆଡକୁ ଗଲୁ। ଦେଖ ମୁଁ କିଛି କରିନାହିଁ, ମୋବାଇଲ ରାସ୍ତାରେ ମୁଁ ଛାଡିକି ମୁଁ ବାହାରେ କଥା ହଉଛି। ତୋ ସାଙ୍ଗରେ କଥା ହବନି ତୁ ଏବେ ଯେ ତୋ ପାଖରେ ଥିଲା, ତୁ ଆଜି ମୋ ସ୍ତ୍ରୀ କି ହାତ ଟାଣିକି କହିତେ ମାନେ ଭିସାରିକି ନେଇକି ଯାଇ ହେଲା। ମୁଁ ତାଙ୍କ ଲୋକ ଆମକୁ ରିକ୍ୱେଷ୍ଟ କରି ତାଙ୍କ ଘରକୁ ଡାକି ନେଇ, ସିଏ ତୋ କତିକି ଯିବା ପାଇଁ ଚାହୁଁନି, ତୋ ରାସ୍ତା ମୁଁ ତତେ ବି କଥା କହିଥିଲି ନା କହିନଥିଲି ତ। ହ୍ୟାଲୋ ଶୁଣୁନୁ କେନ ମୁଁ ବ୍ୟସ୍ତ ଦିନ ବ୍ୟସ୍ତ, ମୁଁ ଜାଣିଛି ତୁ କାହା ସିଆଡେ ଯାଇଥିଲୁ, ମତେ ତ କହିନଥିଲୁ ଯାଇଥିଲୁ, ଦେଖି କହିଲି ତ କିଏ କହୁଛୁ କହିଦେଲେ ମୁଁ କହିବି, ଅରୁଣ କହୁଛି ଜାଣିପାରୁନି। ଏଇଟାର ହିଁ ମୁଁ ଲଗୁଛି, ହେଇକି କଥା ଗଲା। ହଁ ତତେ କିଛି ସିଏ କହିନି, ମତେ କୁହା ସରିଯାଇଛି, ମୁଁ ନିଜେ ଲାଇନ ରେ ରହିକି ବି ଶୁଣିଛି ଧର କୁହା ସରିଯାଇଛି। ସେ ଦେଇଦବ ଡିଭୋର୍ସ ହେଲା ପରେ କାହିଁକି କଲାନି, ଡିଭୋର୍ସ କଥା ପୁରା ଉଠିଯିବ ନା ନାଇଁ, ତ ଖାଲି ଉଠିଯିବା କାହିଁକି ମନା କଲେ ନା, ତାଙ୍କୁ ଟାଇମ ଲାଗିବ। ହଁ ସିଏ ପରା କହିଛି ତୁମର ପରା ଟାଇମ ନେଇ ନା ନା ଶୁଣିଛୁ କହୁଛୁ ପୁଣି ଟାଇମ କିଏ ମାଗି, ଆଉ ଏ କଥା ଶୁଣୁ, ସରପଞ୍ଚ କଥା ହିଁ ଶୁଣୁଥିଲି, ମୁଁ ସେତିକି ଶୁଣିବି। ସେଇଟା ଶୁଣି ସେମାନେ ଟାଇମ ମାଗୁଛନ୍ତି, ସେମାନେ କହିଲେ ଆଉ କହିଲେ ମୁଁ ତ କହିନି ତ, ସେଠିକି ତ ଯିବା ଦରକାର ବି, ତ ଯେତେବେଳେ ବି ଖାଲି ବେକାର ତ ଇଜ୍ଜତ ନେଇକି ଗଲା କିଛି ହେଲା ଯିବା ଦରକାର, କିଛି ଯିବାଟା ଫାଇଦା କିଛି ହେଲା। ମୋ ତ କ୍ଲିୟର ହବା ଦରକାର ନା ଜିନିଷ, ମୁଁ କ୍ଲିୟର ହଉନି ନା, କ୍ଲିୟର ହେଇନି ତ, ମୋର ତ ଯାଇଥିଲି ମୋ ଛୁଆ ସ୍ତ୍ରୀକୁ ଆଣିବା ପାଇଁ, ମୁଁ ଯାଇଥିଲି ନା ସମାଧାନ କରିବା ପାଇଁ ମୁଁ ଯାଇଥିଲି। ପାଇଲୁ ଛୁଆ ସ୍ତ୍ରୀ ପାଇଲୁ ନା, ସେ ମନା କଲା ଟ୍ରାଇବଲ। ବାସ୍ ମୁଁ ତତେ ତ ସେଇ କଥା କହିନି, ତୁ ତ କହୁଛୁ କ୍ଲିୟର କରିଦବ, କହ କ୍ଲିୟର କରିଦେ ମତେ। ସେଟା ମୁଁ ଘର ପହଞ୍ଚେ ମୁଁ କ୍ଲିୟର କରିବି। କେମିତି କ୍ଲିୟର ତୁ କରିଦେବୁ, ଚାହିଁଲେ କରିଦେଇ ପାରିବି। ମୁଁ ଗନେ ହିଁ ଯାଇକି ହବ, ମୁଁ ଦୂରରୁ ରହିଲେ ହବନି। ଦେଇକି ତୁ କିଛି କହିଦେଇଛୁ, ସେଠି ଧମକା ଧମକି କରୁଛି, ମୁଁ ତତେ ଧମକୁଛି, ମୁଁ ପୁରା ତତେ ଧମକୁଛି କହିଛି ନା। ଆଗରୁ ଯେ କଥା ସେଠି ଡିସ୍ପ୍ୟୁଟ ସେମାନେ କଲେ ଯେ କିସ ଅସୁବିଧା କରିଛି କୁହ, କିସ ତୁମର ଅସୁବିଧା କରିଛି କୁହ, ସିଏ ତାହେଲେ ତା ଇଏ ଡିସ୍ପ୍ୟୁଟ କଥା ତାର କହିଗଲା, ତ ଆମର ବି ଡିସ୍ପ୍ୟୁଟ କଥା ଟିକେ ଆଲୋଚନା ଆଗକୁ ଗଲା। ବାକି ତୁ ସେଠି ଯାଇକି ତୋ ଛୁଆକୁ ପାଇଲୁ ନା ତୋ ମାଇପକୁ ପାଇଲୁ, କିସ ପାଇଁ ଗଲୁ କହୁନୁ? ଆଇବ ନାଇଁ, ସିଏ ତାର ସେଟା କିଲୋ ବାଟ ଗୋଟେ ହେଇଥାନ୍ତା, ସେଟା ତୁ ମୁଣ୍ଡରେ ଆଜି ଟେନସନ ଗଳିଗଲା, ଜିନିଷଟା ଏତେ ବାଟ ହେଲାନି, ତୋରି ଦିଆର ସବୁ ଏତେ ଘଟଣା, ମୋ ଛୁଆ ସ୍ତ୍ରୀ ସବୁ ଗଲା, ମୋ ଦ୍ଵାରା ନୁହେଁ, ଆଉ ତାହେଲେ କିଛି କହ, ମୋ ଦ୍ଵାରା କିଛି ନାହିଁ। ଶୁଣୁ ମୁଁ ଗୋଟେ କଥା କହୁଛି, ଶୁଣୁ, ତୁ ତ ଆଜି ସେଠି ଯେ ସବୁ ଭଳିଆ କଥାବାର୍ତ୍ତା ଚାଲିଥିଲା, ତୁ ତୋ ସ୍ତ୍ରୀ କି ବି ତ ଦେଖିଲୁ, ସେ ଚାହିଁଥିଲେ ତୋ ସାଙ୍ଗରେ ଆସିପାରିନଥାନ୍ତା? ଏଇ ଗୋଟେ ଅସୁବିଧା ଦିଆର ସେଇଟା ସେ ଆସୁନି, କିଛି ଅସୁବିଧା ସେଇ ତୋରି ଯୁଗରୁ ସିଏ ଆସୁନାହିଁ, ସିଏ ଆରେ ମୁଁ ବି ସେଟାକୁ ବାନ୍ଧିକି ରଖିଛି, ବାନ୍ଧିକି ନ ବର୍ତ୍ତମାନ ତୋ ସାଥିରେ ସିଏ କଥା ହଉଛି, ଇଏ ହଉଛି, ସିଏ ରଖିଛି ନା ସମ୍ପର୍କଟା ତୋ ସହିତ। ବର୍ତ୍ତମାନ ନୁହେଁ, ମୁଁ ତ ଫାଷ୍ଟ କହିଛି ପିଛିଲା କତରୁ ସିଏ ମତେ ଛାଡିକି ରହିପାରେନି, ତା ଘର ଯୁଗୁରୁ ସିଏ ବାହା ହେଇଥିଲା ତତେ। ଆଉ ମୁଁ ଆଜି ମୁଁ ତୋ ବିଷୟରେ ବହୁତ କଥା ଶୁଣିନି ହେଲା, ତା ବାପ ମୁହଁରୁ ହେଲା,
ତା ବାପ ମୁହଁରୁ ହଁ ମୁଁ ଆଜି ବହୁତ କଥା ଶୁଣିନି ତୋ ବିଷୟର। ମୋ ବିଷୟର ହଁ ମୋର ଆଉ କିଛି ସେ ଶୁଣିছে ବାକି ରହିଗଲା ତା ବାପ। ଭଲ କଥା ନୁହେଁ, ତୋ ବିଷୟରେ ଖରାପ କଥା ମୁଁ ଶୁଣିତେ ପାଇନି। ଦେଖି ତାଙ୍କ ମନରୁ ମୁଁ ଆଜି କିଛି ଜାଣିବା ପାଇଁ ହୁଁ ଦେଖିନି, ଦେଖି ହଁ କିଛି କିଛି ଅସୁବିଧା ଅଛି ତୋର। ହଁ କିସ ମୋର ଅସୁବିଧା ଥିଲା ମୋର? ଢେର ଅସୁବିଧା ତୋତେ କହିତେ ଗଲେ କି ତ ଶ୍ୱଶୁର ତ ଦେଖି ଶୁକେଇଲା କଣ? ଢେର କଥା ମୁଁ କହିନି ନା, ତୁ ଯଦି ମୋ କେନା ତୁ ମୋ ଫାଇଦା ଉଠଉଛୁ, ରେକର୍ଡିଂ କରିଲୁ, ରେକର୍ଡିଂ କଥା ତ ସେଇ ଗୋଟିଏ ଭିଡିଓ କେବଳ, ଆଉ କିଛି ନାହିଁ ତ। ରେକର୍ଡିଂ କଥା ଯଦି କହୁଛୁ ମୁଁ ତତେ ପୁରା ଏକୋ ରେକର୍ଡିଂ ବି ଅଛି, ମୁଁ କହିନି ନା ରେକର୍ଡିଂ ବି ଅଛି, ମୁଁ ଦେଇଦେନେ ଯଦି ତୁ ଖରାପ ଭାବିବୁ ମୁଁ ଦେବିନି। ସେଟା ତ କମନ ଥିଲା, ତୁ ଯଦି ସେ କମନ ତୁ ତ ତାର କହୁଛୁ ଯେ କ୍ଲିୟର ବି କରିଦବୁ ଇଏ ବି କରିଦବୁ, ବାଟ ତୋର ସଫା ଗୋଟେ କରିଦେ, ଯେ ବାଟ ଗୋଟେ ଇଏ କରିଦେ। ମୁଁ ତତେ କ୍ଲିୟର ହିଁ କହିଥିଲି ଯେ କି ଭାଇ ଦେଖ ସିଏ ତୋ କତିକି ଯିବା ପାଇଁ ଚାହୁଁନି, ତୋ ରାସ୍ତା ମୁଁ ତତେ ଏକ ବି କଥା କହିଥିଲି ନା କହିନଥିଲି ତ? ହଁ କହିଥିଲି, ମୁଁ ଯାଇଥିଲି ଯଦି ଆସିବ ଗୋଟେ କ୍ଲିୟର କାଟ ହେଇକି ଆସିବ, ନ ଆସିବ ନାହିଁ ବାଟ କହିଥିଲି ଯେ ଯଦି ଯିବ ତାହେଲେ ତୋ ବଂଶକୁ ମାରି ଦେଇକି ଆଇବ, ତତେ ଏ କଥା ବି କହିଥିଲି। ତାହେଲେ ମୁଁ କିଛି ଏମିତି କରିଥାନ୍ତି, ମୁଁ ଏମିତି ଫ୍ରି ବସାନ୍ତି ନା କଣ? ଚାଲ କ୍ଲିୟର ହେଇଗଲୁ ନା, କ୍ଲିୟର ଆହୁରି ଦରକାର? କ୍ଲିୟର ତା କାହିଁ କଲା କାହିଁ ଡିଭୋର୍ସ କରିବୁ ତ? ସେଟା ତ ସିଏ ତ ଆଗେ ପ୍ରଥମରୁ ସିଏ ତ କହିଲା କହିଲା ଜୀବନୀ ମନା କରୁଛି ପଞ୍ଚସଭାର କିସ ପାଇଁ ସେଠି ଗୋଟେ ବିଚାର ହେଇଥିଲା ଯେ ମୀମାଂସା କରିବା ପାଇଁ ତାଙ୍କର ଢିପାକୁ ଖାଇତେ ଗଲୁ, ଆହୁରି ନାଜେଶ୍ୱର ନାହିଁ ତା ଢିପା ଯାଇ ଖାଇତେ ଗଲୁ। ଢିପା ତା ଢିପାକୁ ଯାଇନି, ଅନୁରୋଧ କରିଛନ୍ତି ଆମ ଲୋକଙ୍କୁ, ସେ ଲୋକ ତାଙ୍କ ସରପଞ୍ଚ ଯିଏ ସେ ଡାକି ନେଇକି ଯାଇ ତା ଢିପାକୁ ଆମର ଯାଇକି ଖାଇ ନାଜେଶ୍ୱର ଲାଗିବା ଦରକାର, ଯିଏ ବି ଯାଉ ତତେ ତ ନାଜେଶ୍ୱର ଲାଗିବା ଦରକାର। ଟିକେ 3:30 ବେଳେ ପୁନର୍ଜନ ତୁ ସେଇଠି ବୋଧେ ଥିଲୁ ନା? ମୁଁ ସେଠି ଏଥର ଗାଡି ବାଲା ମୋ ଲୋକ ଗାଡି ନେଇକି ଯାଇଛି, ମୁଁ ସେଠି ସେ ଗାଡି ବାଲା ସିଏ କିଏ ଖାଇବ କିଏ ଥଣ୍ଡା ପିଇବ ସେଠି ତାଙ୍କ ସହିତ ଚୁକ୍ତି କରିବାରେ ମୁଁ ସେଠି ବ୍ୟସ୍ତ। ଏଇ ଯେ ଖର୍ଚ୍ଚ କଲୁ ଆଗକୁ ଯେତିକ ବି କଥା ଜଣା ପଡୁନଥିଲା ଲୋକକୁ ଜଣେଇଲୁ ବି, ତାଙ୍କ ବାଳ ସୁଦ୍ଧା ତାଙ୍କ ତ ଇଜ୍ଜତ ହିଁ ନାହିଁ, ତାଙ୍କର ବାଳ କିସ ଯିବ ବୁଝିପାରିଲୁ? ଜିନିଷଟା ମୁଁ ତ ଯାହାନେ ତ ମୁଁ 10 ଲୋକଙ୍କୁ ନେଇଯାଏନି, ସେମାନେ ତମେ ନେଇକି ଯାଇଥିଲି ନା। ଟିକେ ଲାଇନ କଲ୍ କରୁଛି ସେ ଟିକେ। ହ୍ୟାଲୋ ସୁଜିତ, ମୁଁ କହିନି ଶୁଣ, ତୁ ଯେ ସକାଳ ଗଲୁ ତୁ ଗଲୁ ନାକି କିଛି ନେଇକି ଯାଇଥିଲୁ? ସେଠି ବିଚାରକୁ ଡାକେଇଲା, ସେଠି ମୁଁ ତାଙ୍କ ଘରକୁ ଯାଇଥିଲି। ଏଇଟା ହିଁ ଭୁଲ, ପ୍ରଥମ ଭୁଲ ତୋର ସେଇଟା। ସେ କଥାରେ ବି ମୁଁ ଶୁଣିନି ହେଲା। ତାକୁ ମୁଁ ତ ପଇସା ଦେଇକି ଯାଇଛି, ମୁଁ ତ ତାକୁ ଇଏ ଦୋକାନ ଖର୍ଚ୍ଚ କରିଥିଲି, ଆଉ ତାକୁ ଛୁଆ ହାତରେ ପଇସା ଦେଇକି ଯାଇଛି। କେତେ ଟଙ୍କା ଦେଇଛୁ? 500 ଟଙ୍କା। ହଉ ହେଲା, ତତେ କହିନି କି କହିଥିବ ତ ଏତେ କଥା ତୁ ଯେତେ ପଚାରୁଛୁ, ଯେଟା ମିଳୁଥିବ ସେଟା କହିବନି ନା ସିଏ, ନହେଲେ ସମ୍ପର୍କ ଖରାପ ହେଇଯିବ। ଆମ ଭିତରେ ସମ୍ପର୍କ ଖରାପ କରିବା ପାଇଁ ବି ସିଏ ଚାହୁଁନି। ଏଟା ଟିକେ ଲାଇନ ର କଥା କହିବୁନି, ସେ ମୋ କତିକି ଗୋଟେ ଅଲଗା ନମ୍ବର ଗୋଟେ କଲ୍ ଆଇଥିଲା। ଶମ୍ଭୁଆ, ହ୍ୟାଲୋ ଶମ୍ଭୁଆ ଗୋଟେ କଥା କହିବି? ହଉ କହ। ମୁଁ ଗୋଟେ ଏରକମ ଆଜ୍ଞା ବାଲିଆପାଳ କତିରୁ ଜାମଶୁଳି ଯାଏ ହେଲା, ମୋ ସାଙ୍ଗରେ କେବେ ଖେଳେ ନା, ଏବେ ଗୋଟେ ମିନିଟ ବି ଯାଇନି ନା ଆଜ୍ଞା, ମୁଁ ତତେ କହିନି ନା ମୋ ସାଙ୍ଗରେ ଖେଳିବୁନି, ଏବେ ଭୁଲ ଟା କିଛି କଲୁ ଜାଣ ଇଏ କରି କହ, ତାପରେ ମୁଁ ତ ଭଲ କଥା। କେତେଟା ଲୋକ ତୋ କତିରେ ରଖିଛୁ ରେକର୍ଡିଂ କରୁଛୁ? କେତେଟା ଲୋକ ରେକର୍ଡିଂ କଲୁ ଏ କଥାଟାକୁ? କାଇଁ ରେକର୍ଡିଂ ହେଇନି ତ? ଶୁଣ, ତୁ ଗଛ ଉପରେ ଦେଇକି ଗଲେ ମୁଁ ପୁରା ଭିତରେ ଦେଇକି ଯିବାକୁ ଜାଣିଛୁ? ହଁ ତୁ କହ, ମୁଁ ରେକର୍ଡିଂ ବି ହଉନାହିଁ, ଆଣ୍ଡ୍ରଏଡ ମୋବାଇଲ ରେକର୍ଡିଂ ହଉଛି ନା ନାଇଁ ତୁ ଜାଣିପାରୁନି? ରେକର୍ଡିଂ କିଏ କଥା ହଉଥିଲା? ତୋ ମା ନା ତୋ ଭଉଣୀ ନା ତୋ ଭାଉଜ ନା କିଏ ବାନ୍ଧ? କେହି କଥା ହଉନି, ମୁଁ ଏଠି ଅଛି ଅଲଗା ଜାଗାରେ ଅଛି।
ତତେ କହିଥିଲି ନା ରାସ୍ତାରେ କଥା ଶୁଣ ରାସ୍ତାରେ ଡିସ୍ପ୍ୟୁଟ କଥା ହଉଛି ସେଟା ସାଉଣ୍ଡ ଯାଉଛି ତତେ କିଏ କଥା ତତେ କହିନି ବଦମାସି ମୋ ସାଙ୍ଗରେ କରନା। ଏଇ ତ ତତେ କହିଲି ପରା ରାସ୍ତାରେ ଲୋକ ଯାଉଛନ୍ତି ଘର କତରୁ ଡାଇରେକ୍ଟ ବାହାରିବୁ ମରିଯିବୁ। ହଁ ତୁ ଆଇନା ତୁ ଆଏ ତୁ ଜାଣିଛୁ ନା ସୁଜିତ। ହଁ ହଁ ମୁଁ ତତେ ଜାଣିଛି ଭଲର ମୁଁ ତତେ ଭଲର ତ ତୋ ସାଙ୍ଗରେ ମୁଁ କଥା ହେଇନି। ତୁ ଖରାପ ଆଡକୁ ଗଲୁ। ଦେଖ ମୁଁ କିଛି କରିନାହିଁ ମୋବାଇଲ ରାସ୍ତାରେ ମୁଁ ଛାଡିକି ମୁଁ ବାହାରେ କଥା ହଉଛି। ତୋ ସାଙ୍ଗରେ କଥା ହବନି ତୁ କିଏ ଏବେ ଯେ ତୋ ପାଖରେ ଥିଲା ମୁଁ ତତେ କହିଲି ସୁଜିତ ଯେଇଠି ମୋ ମୁଣ୍ଡ ଖେଳେ ସେଠି ଭଲ କି ଖେଳେ। ଆଉ ଗୋଟେ କଥା ଶୁଣ ତୁ ଏଇ କଥାରେ ମତେ ହିଟ ଚଲୁନୁ ନା ତତେ ଗୋଟେ ଖାଲି କ୍ଲୁ ଦଉଛି ମୋ ସାଙ୍ଗର ବାଲା ଦେଖେଇବି ନା ଦୂରର ବାଲା ଦେଖେଇବି କହ। ତୋର ଏଇ ନମ୍ବର ହ୍ୱାଟ୍ସଆପ ଅଛି ନା 10 ମିନିଟ ପରେ ତତେ ହ୍ୱାଟ୍ସଆପ ଗୋଟେ ଭିଡିଓ କରିବି ସେଟା ତୁ ରଖିବୁ ଚାहे डिलीट କରିଦେବୁ ଚାहे 10 ଜଣଙ୍କ ଆଗରେ ଦେଖିବୁ କିନ୍ତୁ ତା କତରୁ ଆଉ ଭିଡିଓ ତ ସେଇ ଭିତରେ ଦେଖିଲେନି ସେ ଭିଡିଓ କିଛି ଦେଖିନା ଦେଖିବା ପାଇଁ ଟୁଲା କହିଲେ ଆଉ ଦେଖିବାନି ସରପଞ୍ଚକୁ ଶୁଣେଇଛି ଯେତିକ ବହୁତ ତୁ ଏତେ ଛୁଆ ଖେଳ ଖେଳନା। ମୁଁ ତତେ ଗୋଟେ ଭଲ କହୁଛି ମ୍ୟାରେଜ କର ଲାଇଫ ଖୁସିର ରହିତେ ତୁ ମୋଠୁ କ୍ଲିୟର କରିନି ତ ତାକୁ ପୁରା କ୍ଲିୟର କହିଦେଲେ କ୍ଲିୟର ହେଇକି ଶୁଣିଲୁନି ତ ମୁଁ ଶୁଣିଲେ ହବ କି ସିଏ ସେଠି ବିଚାର ସେଠି କହୁନାହିଁ କିଛି ଧର୍ମ କହୁନି ତୁ ଶୁଣୁ ତତେ ଗୋଟେ କଥା କହୁଛି ଯଦି ତ ଗାଁ ଲୋକ ଆଗରେ କହିବ ମୁଁ ସତୀ ଦେଇ ସାବିତ୍ରୀ 10 ଟଙ୍କା ଶିଖିଯିବ ତୁ ବାହାଇ ପଡି ତୁ ସେଟା ଦେଖିବୁ ନା ତୁ ବାହାଇ ପଡି। ମୁଁ ତତେ କହିନି ପୁଲିସ କତୁରୁ ଇଏ କତୁରୁ ଯେତେ ବାଟ ଯାଉଛି କା ଏଇଟା ମୋ ପ୍ରାଇଭେଟ ନମ୍ବର ହେଲା ମୋ ନିଜ ନାଁର। ମୁଁ କହିଲି ସେଇଠି କିଏ ଉଖାଡିବ ତୁ ଯା ମୋ ଶୁଣ ମୋ ଅତା ପତା ବି ପାଇବୁନୁ ଆଉ ତୁ ବି କେତେବେଳେ ଉଡିଯିବୁ ଯଦି ତତେ ବି ଅତା ପତା ମିଳିବନି। ଭାଇ ତତେ ଭଲର ମୁଁ ଗୋଟେ କଥା କହିନି ବାରମ୍ବାର ଗୋଟେ କଥା କହୁଛି ଦେଖି ଭାଇ ସେ ଝିଅ ଯଦି ତୋ ନାଗି ଖରାପ ତୁ ଛାଡିଦେ ତାକୁ ତତେ ମିଳିବନି କେହି ଅସଭ୍ୟ ରକମ ମାନେ ଏବେ ବି କଥା ଶୁଣଉଛୁ ଛେଳିଟାନି ଏବେ ବି କଥା ଶୁଣଉଛୁ 10 ଜଣ କାକୁ କେହି 10 ଜଣ ନାହିଁ ତତେ ଖାଲି କହୁଛି 10 ଜଣ ନାହିଁ ରାସ୍ତାରେ କଥା ଡିସ୍କଟା ହଉଛି ମୁଁ ଘରକୁ ତୁ ବାହାରି ପଡିବି ତତେ ମୁଁ ଗୋଟେ କଥା କହିନି ବାରମ୍ବାର ଦେଖି ମତେ ସାଇଡ କରିକି ତୁ ଇଏ କରିନେ ତ ତୁ ମତେ ସବୁ କଥା ସେଦିନ ରାତିରେ କହିଲୁ ମୁଁ ବି ତତେ କହିନି ତତେ ନା ଗୋଟେ କାମ କରୁଛି ତତେ ସିଧା ଆଗକୁ ଘିନିଉଛି ତତେ ଭଲ କି ବସେଇକି ବୁଝିପାରିଲୁ ତୁ ବୁଝିପାରିବୁନି ତୁ ଯିଏ ବଦମାସି କରୁଛୁ ନା ସେ ବଦମାସିରୁ ମୁଁ ଆଗେ ଘୁରି ଯାଇ ହେଲା ବୁଝି ତତେ ଗୋଟେ ଭଲ କଥା କହିନି ହେଲା ଭାଇ ହିସାବରେ କହୁଛି ଜୀବନର ଢେର ଅଛି ସମସ୍ୟା। ତୁ ବାହା ହେଇ ନଥିଲି ଯେତେବେଳେ ତୋ ମା ବାପ ରହିପାରିନଥିଲେ କହ ମତେ ଆଜି ବାପ ନାହିଁ ମା ଗୋଟେ ବୁଢୀର କଣ ଅଛି ତୁ ମତେ ନିଜେ କହିଥିଲୁ ତ ସେ ମା କୁ ବୁଢୀ ହିସାବରେ ତୁ ତ ଛାଡି ପାରିବୁନି କାମ ଦାମର ତ ତା ନାଗି ମଣିଷ ଖୁଦ ଭାଇ ଗୋଟେ ଅଛି ତାକୁ ବି ସମ୍ଭାଳ ତାକୁ ବି ମ୍ୟାରେଜ କରା ଆରାମ ସେ ଖୁସିର ରହ। ଏଇଭଳିଆ ଘଟଣା ଅଛି ଆମ ଘରକୁ କିଏ ଧର ଯିଏ ଘଟଣା ନେଇ ଏଇ ସବୁ ଡିସ୍ପ୍ୟୁଟ ବାହାରିବ ନା ନାଇଁ ଘଟଣା ମତେ ଯେତେବେଳେ କହିଥିଲୁ ମତେ ବି ଦୁଃଖ ଲାଗିଥିଲା ମୁଁ ତତେ ବି ସାଥ ଦେମି ବୋଲି କହିଥିଲି ନା ତୁ କିନ୍ତୁ ମୁହଁରି ଗାଣ୍ଡି ପଛରେ ଯଦି ନାଗିବୁ ମୁଁ ତତେ ଛାଡିବି ଶୁଣ ତୋ ପିଛାରେ ମୁଁ କିଛି ତୋର ଇଏ କରିନାହିଁ ତୋର କିଛି କ୍ଷତି କରିନାହିଁ ଲାଗିଛୁ ଆଜି ମୋ ସ୍ତ୍ରୀ କି ତୁ ବିଚ୍ ବଜାରକୁ ଘୁଷାରି ଦେଇ ସେଇଟା ହଉଛି ତୋର ସବୁଠୁ ଗୋଟେ ଜୀବନର ବଡ ଭୁଲ କରିଦେଲି। ତୋ ସ୍ତ୍ରୀ ହିସାବରେ ତୁ ଭାବିଥିଲେ ନା ଘରେ ଘରେ କଥା ରଖିଥାନ୍ତୁ ଏଠି ବିଚ୍ ବଜାରକୁ କେବେ ବି ଡାକା ହେଇନଥାନ୍ତା ଆଜି ଏଇ କଥାଟା ହେଇନଥାନ୍ତା କେବେ। ତୁ ଆଜି ମୋ ସ୍ତ୍ରୀ କି ହାତ ଟାଣିକି କହିତେ ମାନେ ଘୁଷାରିକି ନେଇକି ଯାଇ ହେଲା ତାଙ୍କ ଲୋକ ଆମକୁ ରିକ୍ୱେଷ୍ଟ କରି ତାଙ୍କ ଘରକୁ ଡାକି ନେଇ ତୁ ମନା କରିପାରିଲୁନି ମୁଁ ତ ମନା କରିଥିଲି ମୋ ଲୋକ ମନା କରି ମୁଁ ଘିନା ତାଙ୍କ ତ ହାତ ନେଇକି ଆମ ସରପଞ୍ଚ ତାଙ୍କ ଘରକୁ ନେଇ ଗାଡ ବସି ନେଇଥିଲେ। ହଁ ତତେ ବି ଘୁଷାରିକି ନେଇଗଲେ କଣ ଆରେ ଗାଡ ବସି ସେମାନେ ଆଗରୁ ନେଇଥିଲେ ଆଉ 2-5 ଜଣ ଲୋକ ଯାଉଛନ୍ତି ମୁଁ ତାକୁ ଆଗକୁ ଇଏ କରିବି ଯାହା ଗଲା ଯେଟା ହେଇଛି ଏବେ ବି ତା ମୁହଁରେ ତୁ ନିଜେ ଶୁଣୁଛୁ ତଥାପି ତୁ ସରପଞ୍ଚ କଥା କହୁଛୁ ଆରେ ସରପଞ୍ଚ ତ ଘରରେ ଆସିକି ବୁଝିବ ନା ସରପଞ୍ଚ ତୋ ସାଙ୍ଗରେ ଶୁଇବ
ସେଇମାନେ କହିଲେ ମାସେ ଆମେ ଟାଇମ ନଉଛୁ ଆମେ ଫାଇନାଲ କଥା ଜଣେଇଦବା। ଗୋଟେ କଥା କହ, ତୁ ଯେତେବେଳେ ନିଜେ ଭାଇ ଶୁଣୁଛୁ ତୋରି, ମୁଁ ତ ଅଲଗା କେ ପିଲା ଲୋକ ସାଙ୍ଗରେ ତୋତେ କଥା କରିକି ତୋତେ ଶୁଣେଇନି, ତୁ ତୋରି ମାଇକ ସାଙ୍ଗରେ ତୁ ନିଜେ ହିଁ କଥା ହଉଛୁ, ତୁ ନିଜେ ହିଁ ଶୁଣୁଛୁ ଯେ ହଁ ଏଇ ସବୁ ଦିବସ କଥା କହୁଛି କିଏ, ତୋ ଆଗରେ ଭଲ ନ କହୁ କି ଗାଁ ଲୋକ ଆଗରେ ଭଲ ନ କହୁ, ତୁ ଯେତେବେଳେ ଇନଡାଇରେକ୍ଟ ଶୁଣୁଛୁ ତୁ ସେଇଟା ତୁ ଦିବସ ଦେଇପାରୁନି, ତୁ ହିଂସା ରକମ ମାଡ ମାନେ ନ ପାଇଲା ରକମ ନ ମିଳିଲା ରକମ ହଉଛି, ତୁ ମାନେ ହାତ ପୋତିକି ଯେରକ ଭିକାରୀ ଯେରକ ଭିକ ମାଗନ୍ତି ସେରକ ହଉଛି ତୁ। ମୁଁ କେମିତି ଏପଟୁ ଡିଫଲ୍ଟ ଦେବି, ସିଏ ମତେ ଦେଇଦେଲେ ଧର ମୁଁ ଦିନେ ସେଇଟାକୁ ଆଗକୁ ପ୍ରିପେୟାର ହେବି। ଭିକ ମାଗିକି ମାଗିଲା ଭଳିଆ ତୁ ଆଜି ଯାଇଥିଲୁ କହ, ମୁଁ ଆଜି ଯାଇଲେ ମୁଁ ଏଇଠି ଗୋଟେ ଜାଗାରେ ଅଛି ନା, ଗୋଟେ ଜାଗାରେ ଅଛି ନା, ଛୁଆ ମାଇକ କତରୁ ସମସ୍ତଙ୍କୁ ମାନେ ଚାହିଁବି। ହଉ ଗୋଟେ ଶୁଣତେ ବୋଲେ ଗଲା, ତୁ ତାକୁ କେୟାରଫୁଲ ନବୁ, ତୁ ନେଇ ଚାଲା ଦେଖି ମତେ ଦେନେ ଠିକ ହେଇଯିବ, ବାଟ ବାସ ସଫା ହେଇଯିବ। ଆଗେ ଡିଭୋର୍ସ କରିବି ତାପରେ ଯାଇ ଦରକାର ତୁ କରିନେ ସେଇଟା ତୁ ଏଇଠି ପରେ ତତେ ବି ମୁଁ କହୁଛି ଯେ ତୁ ଶୁଣିଲୁ ଯେତେବେଳେ ପୁଣି କହୁଛୁ ତୁ ସେମାନେ ଡିଭୋର୍ସ କରିନେ ତୁ କରିବୁ, କେନେ ତୁ କରା ଜାଣିନି ଜିନିଷଟା ସିଏ ରାଜି ନହେଲେ ମୁଁ କେମିତି କରିବି? ଏଇଠି ତୁ ଶୁଣୁଛୁ ଏଇଟା ତୁ ପାଗଲା ଜାଣୁ, ସତରେ ତୁ ପାଗଲା। ସିଏ ଲୁଚିକି କଥା ହଉଛି, କାହାରି ଆମେ ଜାଣିପାରୁଛୁ କି ସେ ଲୁଚିକି ତୋ ସହିତ କଥା ହଉଛି। ତୋ ବିଷୟରେ ଯାହା କହୁଥିଲେ ବୁକ ଚିରା କତରୁ ଇଏ କତରୁ ସିଏ କତରୁ ମୁଁ କହୁଥିଲି ଯେ ହଁ ଭଲ ବୁଝିପାରୁ କଥା, ସେନା ମତେ ବୁଝିଲା ଭଳିଆ କଥା କହିଥିଲି, କିନ୍ତୁ ତୁ ତ ସତର ଅବୁଝା। ତୁ ବି ତ ଚାଲାକି କରିବୁ, ତୁ ଏପଟରୁ ବି ଚାହୁଁଛୁ ମୋ ଫାଇଦା ଉଠେଇବା ପାଇଁ, ମୁଁ କେବଳ ମୋ ରାସ୍ତା କ୍ଲିୟର କରୁଛି, ତୋ ରାସ୍ତା କ୍ଲିୟର କରୁଛି, ଜୀବନର 2 ଘଣ୍ଟା ରାସ୍ତା ମୁଁ କ୍ଲିୟର କରୁଛି। ତୁ ଜାଣିଥିଲୁ ଯେ ଆମେ ଯାଉଛୁ, ତୋତେ କହିଥିବ ଯେ ଆମେ ଯାଉଛୁ, ଏ ପାଖ ବିଚାର ହଉଛି, ଇଏ ହବ, ତୋତେ କହୁଛୁ। ମୁଁ ଗୋଟେ କଥା ତତେ ଖାଲି ଗୋଟେ କଥା କହୁଛି, ତୁ ଯେ ରାସ୍ତାରେ ଯାଉଛୁ ମୁଁ ସେଇ ରାସ୍ତାରେ ଚାଲିଛି, ମୁଁ ସେଇ ରାସ୍ତାର ଆଗ୍ରହ ଅଛି ଯେ କି ମୁଁ ପହଞ୍ଚିଯିବି ସେ ରାସ୍ତା ଲାଷ୍ଟ, ତୁ ପହଞ୍ଚି ପାରୁନୁ, ପହଞ୍ଚିବି ମାନେ କିସ ତୁ ବି ପହଞ୍ଚିବୁନି, ତ ସେ ରାସ୍ତାରେ ତୁ ଛାଡି ଦେଇକି ଭାଇ ତୁ ଯେ ରାସ୍ତାରେ ପହଞ୍ଚି ପାରିବୁ, ଯେ ମନ୍ଦିରରେ ପହଞ୍ଚି ପାରିବୁ, ତୋ ମା ବାପ ତ ଡେଥ୍ ହେଇଗଲା, ତୋ ମା ତ ଅଛି, ତାକୁ ଯେ ଖୁସିରେ ଦେଇପାରିବି ରଖିପାରିବି, ସେ ସବୁ ଦେ। ତୁ ତାକୁ ନେଇକି ଶୁଣ, ତୁ ତାକୁ ନେଇକି ଖୁସିରେ ରହ, ତୁ ଚାଲା, ମତେ ମୁଁ ଦେନେ ମୋର ସେ ଖୁସିରେ ରହିବ, ଖୁସିରେ ରହିବ ସେ ନା, ତୁ ତାକୁ ନେଇକି ଚାଲା, ଦେନେ ବାଟ ଦେନେ ଠିକ ହେଇଯିବ। ଭଲ ପାଇକି ଯେତେବେଳେ ନେଇକି ଯାଇଥାଉ, ମୁଁ ତ ତତେ ଭରସା କରିକି ମୁଁ ତ ଢେର କଥା କହିଦେଇଥିଲି, କିନ୍ତୁ ନା ମତେ ତ ତାକୁ ନେଇକି ଚାଲିଲେ ମୋ ବାଟ ସିନା କ୍ଲିୟରଟା ହେଇଯିବ। ତୁ ତ ନଉ ଏମିତି ଖେଳ ଖେଳୁଛୁ ଯେ ତୁ ଡିଭୋର୍ସ ଦେଇଦେ, ତୁ ବାହା ହେଇଯା, ମୁଁ ଦିନେ ବାହା ହେଇନି, ସେ ଉଲ୍ଟିକି ଆସିକି ମୋ ନାଁ ଇଏ କହିବି, ତୁ ନ ଡିଭୋର୍ସ ଦେ ହେଲା, ତତେ କିଛି କର୍ତ୍ତବ୍ୟନି, ତତେ ବୁଝା ପଡେନି, ସେଇ କଥା ବୁଝି ପାରିବୁନି, ତୁ ଡିଭୋର୍ସ ଦେନି, ମୋ କଥାରେ ମୁଁ ଯେ ତତେ କହୁଛି ଯେ ଠେଲି ଠେଲିକି ଡିଭୋର୍ସ କରିଦେ, ମୁଁ କହୁନାହିଁ ଯେ ତୁ ଡିଭୋର୍ସ କର ସାଇଡ ନ କର, ତୋ ଡିଭୋର୍ସ ରେ କିଛି ବି ଫରକ ପଡେନି ମୋର, ତତେ ଯାଇକି ଡିଭୋର୍ସ କରୁ ଯେ ସେଟା ବି ମୁଁ ଚାହେଁ, ମୁଁ ଏଇଠି ତାକୁ କହିନି ନା, ସେ କହିଲା କି ସେ ତା ବାପ ରହିବ ତାକୁ ଯାଇକି ହବ। ପଇସା ପତ୍ର ଛାଡିକି ସେଇ ପଇସା ପତ୍ର ତ ମା ନାଗି ଆଉ ଗୋଟେ ବୋହୁ ଆଣିଲୁ, ଏଇ ଟଙ୍କା ଏଇ ଯୋଉ ଖର୍ଚ୍ଚ ହେଲା, ଏଇ ଗୋଟେ ଇଏ ହେଇଥାନ୍ତା, ବାହାଘର ଗୋଟେ ହେଇଥାନ୍ତା, ଇଏ ହେଇଥାନ୍ତା ଆଉ ହଁ କରି ଦେଇଥାନ୍ତି, ଘର ଲୋକ ଦେଇଦବ ଖାଲି ଇଏ ହେଇଛି ଆଉ ତତେ ଦେବେନି, ସେଥିପାଇଁ ୟାକୁ ଭିକ ମାଗିଲା ଭଳିଆ ତା ବାପ କତିକି ଯାଉଛି ବାରମ୍ବାର। ଦୋଷ ମୁଁ କ୍ଲିୟର ରହିବା ପାଇଁ ଯାଇଥିଲି, ସେ ଆସୁ କି ନ ଆସୁ ଗୋଟେ ତ ବାଟ କ୍ଲିୟର ହେଇଥାନ୍ତା, ଆମ ଲୋକ ସେଇଟା ଟିକେ ପ୍ରେସର ଦେବେ, ଘର କତିକି ଗଲେ ପିଟିବୁ ମାରିବୁ ସବୁ କହିବୁ, ସେଟା ତ ନେଇକି ସିଏ କରୁଛି ଏସବୁ, ମୋ ନେଇକି ତା ବାପ ବି ମୁଁ ନେଇକି କରୁଛି, ତୋର କିଛି ଭୁଲ ନାହିଁ, ଯାଇକି ରହ ସେଠି ସେଟା ସେଇଟା ତ ତା ବାପ କହୁଥିଲା ନା ଘର ସେଠି ଘର ନୁହେଁ, ତୁ ଯାଇକି ଯେ ଆଡେ ପଡିକି ରହୁ ସେଇ ଆଡେ ପଡିକି ରହ। ଟିକେ ମୁଁ ଟିକେ ବ୍ୟସ୍ତ ଅଛି, ରହ ପରେ କରି। ବ୍ୟସ୍ତ ନୁହେଁ, ବଦମାସି କର ନା କହିଦେନି ସୁଜିତ ମୋ ସାଙ୍ଗେ। ନାଇଁ ବଦମାସି ନାହିଁ, କିଛି ନାହିଁ, ତୁ ରହ, ଯାହା ଦରକାର ମୁଁ ଦେମି,
ଯେତେ ପ୍ରମାଣ କିସ ଦିବସ ବି ତତେ ଦରକାର ମୁଁ ତତେ ଦିଆ କରିଦେବି। ସେଟା ଭାଇ କର, ତୁ ଶୀଘ୍ର କର ଦିଦି ହେଲା। ମୁଁ ତତେ ସେଠି ବାହାରେ ଥିଲା ବେଳେ ବି କହିଛି ଯେ ଏଇଠି ଗୋଟେ ମିନିଟ ହେଲାନି ତୁ ମୋ ସାଙ୍ଗରେ ବଦମାସି କରୁ। କିଛି ହେଇନି ଅସୁବିଧା, କିଛି ହେଇନି।